କିଛି ନାହିଁ ଆଜ୍ଞା, ଆମର ଲୋକ ବହୁତ ଭଦ୍ର ଲୋକ ଅଛନ୍ତି। ସେମାନେ ଆମର ଲୋକ ଭାରି ଭଦ୍ର, ଆମର ଏରିଆର ଲୋକ ସମସ୍ତେ ଆସନ୍ତି, ତହସିଲଦାରଙ୍କ ସାଙ୍ଗେ କିଏ କଥା ହଉଛନ୍ତି ଦେଖନ୍ତି କିନ୍ତୁ ସ୍ଲିପ୍ ନେଇ। ମୁଁ ଯୁବ ଗର୍ଜନ ସଭାପତି ବିଜୟ କିଶୋର ପଟ୍ଟନାୟକ। ଆଜି କାଲି ସନ୍ଧ୍ୟାରେ ଆମେ ସମସ୍ତେ ବିଷମ କଟକରେ ମୋର ଫାର୍ମ ହାଉସ୍ ପାଖରେ ଆମେ ସମସ୍ତେ ଯୁବକ ଏକଜୁଟ ହେଇଥିଲେ। ବିଷମ କଟକର ବିଭିନ୍ନ କୋଣରୁ ବ୍ଲକର ବିଭିନ୍ନ କୋଣରୁ ଲୋକ ଆସିଥିଲେ, ଯୁବକ ଆସିଥିଲେ। ସେଠି ଦିନ ତମାମ କାଲି ସେଠି ଡିସ୍କସନ୍ସ ହେଇଥିଲା। ଲୋକଙ୍କର ଇଣ୍ଟର ଏରିଆ ଭିତରେ ଲୋକଙ୍କର ସମସ୍ୟା କ'ଣ, ଟାଉନ ଉପରେ ଲୋକଙ୍କର ସମସ୍ୟା କ'ଣ, ତାର ଉପରେ ଗୋଟେ ବିରାଟ ବଡ଼ ଚର୍ଚ୍ଚା ହେଇଥିଲା। କନକ୍ଲୁଜନରେ ଆମେ ଲାଷ୍ଟରେ ଫାଇନାଲ କରିଥିଲୁ ଯେ ବିଷମ କଟକରେ କାଲି ପ୍ରତ୍ୟେକ ଅଫିସରେ ଯୋଉ ଜାଗାରେ ଅନିୟମିତତା ଚାଲିଛି ସେଗୁଡ଼ାକ ସବୁ ବନ୍ଦ କରିବା ପାଇଁ ଆମେ ସବୁ ଜାଗା ନିଷ୍ପତ୍ତି ନେଇଥିଲୁ। ଏବଂ ସେଇ ନିଷ୍ପତ୍ତିରେ ଆଜି ସକାଳେ ସମସ୍ତେ ପୁନର୍ବାର ଏକଜୁଟ ହେଇ ଆମେ ପ୍ରଥମେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଯାଇଥିଲୁ। ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଲୋକ ଯେଉଁ ପ୍ରକାରର ମାନେ ପେପର ୱାର୍କ ଯେଉଁଠି ସେବା ପାଇପାରୁନାହାନ୍ତି ତାର ଉପରେ ପ୍ରଥମେ ଯାଇକି ଇନଚାର୍ଜ ସାଙ୍ଗରେ କଥାବାର୍ତ୍ତା କରିଥିଲୁ। ସେଟାକୁ ଆଗାମୀ ଦିନରେ କେମିତି ସେମାନଙ୍କୁ ପ୍ରାଞ୍ଜଳ ଭାବରେ ସେମାନେ ଯେଉଁମାନେ ନିୟମ ଜାଣିପାରୁନାହାନ୍ତି ପ୍ରାଞ୍ଜଳ ଭାବରେ ସେମାନଙ୍କୁ ବୁଝାଇ ପାରିବ, ଆଉ ସେମାନଙ୍କର କେମିତି ସେମାନେ ନିଜେ କାମ ନିଜର ସୁରୁଖୁରୁ ଭାବେ କାମ ବ୍ଲକ ଅଫିସରୁ ହସ୍ପିଟାଲରୁ କାମ ସାରିକି ଘରକୁ ଫେରି ପାରିବେ, ତାର ଉପରେ ଡିସ୍କସନ୍ କରିଥିଲୁ। ସେଠୁ ଆମେ ସୁଫଳ ପାଇଥିଲୁ। ଏବଂ ରୋଗୀମାନେ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ କେଉଁ ପ୍ରକାରର ଟ୍ରିଟମେଣ୍ଟ ମିଳିପାରିବ, ହସ୍ପିଟାଲରେ ଆମର ଆଉ କ'ଣ ଦରକାର ହେଇପାରିବ ତାର ଉପରେ ବି ଡିସ୍କସନ୍ ହେଇଥିଲା। ସେଇଟା ଆମର ଯେଉଁ ପ୍ରତିନିଧି ଗୁଡ଼ାକ ଅଛନ୍ତି ଗଭର୍ଣ୍ଣମେଣ୍ଟର ଦ୍ୱିତୀୟରେ ଆମେ ଆସିକି ବ୍ଲକ ବିଡ଼ିଓଙ୍କ ସାଙ୍ଗରେ ଦେଖା କଲୁ। ବିଷମ କଟକ ବ୍ଲକ ଅଫିସର ଗୋଟେ ଗରିମା ଅଛି। ବିଷମ କଟକ ବ୍ଲକ ଅଫିସର ନାମ ଫଳକରେ ICICI ବ୍ୟାଙ୍କ ଲେଖିବା ଗୋଟେ ଦୁର୍ଭାଗ୍ୟଜନକ କଥା। ସେଟା ଆମେ ବିଡ଼ିଓଙ୍କୁ ଲିଖିତ ମାଧ୍ୟମରେ ଆମେ ଜଣେଇଲୁ ଯେ ଏଇ ବିଷମ କଟକ ବ୍ଲକ ଅଫିସର ଗରିମାକୁ ବଞ୍ଚାଇକି ରଖିବା ପାଇଁ ବିଭିନ୍ନ ଏରିଆର ଲୋକ ଭରସା ରଖିକି ବିଷମ କଟକ ବ୍ଲକ ଅଫିସକୁ ଆସନ୍ତି। ବ୍ଲକ ଅଫିସର ନିଜର ବହୁ ପ୍ରକାରର କାମ କରେଇକିରି ଯାଆନ୍ତି। ସେଇ ଜାଗାରେ ବ୍ଲକ ଅଫିସରର ପରିଚୟଟାକୁ ଆମେ ଯଦି ଆଉ କାହା ପାଖେ ବିକିଦେଲେ ସେଟା ବହୁତ ଅସୁନ୍ଦର କଥା। ତା ଉପରେ ବିଡ଼ିଓଙ୍କ ସାଙ୍ଗରେ ଚର୍ଚ୍ଚା ହେଲା। ବିଡ଼ିଓ ନିଶ୍ଚିତ ଭାବରେ ୟାର ଉପରେ ପଦକ୍ଷେପ ନେବୁ ବୋଲିକି କହିଛନ୍ତି। ଆମେ ବିଡ଼ିଓଙ୍କୁ ବି ସମୟ ଦେଇଛୁ ଯେ ଅତି ଶୀଘ୍ର ଏଟାକୁ ବାହାର କରିଦେଇ ବିଷମ କଟକର ବ୍ଲକର ଗେଟ୍ଟାକୁ ଏତେ ସୁନ୍ଦର ଭାବରେ ସଜାଯାଉ ଯେମିତିକି ବ୍ଲକର ଲୋକଙ୍କୁ ଗେଟ୍ ଦେଖିଲେ ଆଶା ଜନ୍ମିବ ଯେ ଏଇଠି ଯାଇକି ମୁଁ ସୁଫଳ ପାଇବି। ଆଉ ମୋର ଏଇଟା ଗୋଟେ ସମସ୍ତଙ୍କର ପାଖରେ ସବୁ ଯେତିକି ବିଷମ କଟକ ବ୍ଲକରେ ଅଫିସର୍ସ ଅଛନ୍ତି ସମସ୍ତଙ୍କର ପାଖକୁ ମୋର ଗୋଟେ ଅନୁରୋଧ ରହିବ ଯେକୌଣସି ଲୋକ ସେ ଗାମୁଛାରେ ଆସୁ ସେ ଛିଣ୍ଡା କପଡ଼ାରେ ବି ଆସୁ, ଅଫିସର ସାମ୍ନାରେ ବସିକି କଥା ହେବାର ସେମାନଙ୍କ ସାହସ ସେଇ ଅଫିସର ମାନେ ଦିଅନ୍ତୁ। ସେମାନେ ଯୋଉ ସାମ୍ନାରେ ଚେୟାରଟା ପଡ଼ିଛି ସେଟା ଲୋକଙ୍କର ପାଇଁ ସେ ଚେୟାରଟା ତିଆରି ହେଇଛି। ଲୋକ କୌଣସି ଅଫିସର ଘରୁ ନେଇକି ଆସନ୍ତି ନାହିଁ ସେ ଚେୟାର ସରକାର ତାଙ୍କୁ ସାମ୍ନାରେ ଯୋଉ ବସିବା ପାଇଁ ଲୋକଙ୍କର ପାଇଁ ଯୋଉ ଗରିବ ଦୁଃଖୀ ଲୋକ ଯୋଉ ଲୋକଙ୍କର କାମର ଆବଶ୍ୟକତା ଅଛି ସେମାନେ ଯୋଉମାନେ ଅଫିସକୁ ଆସୁଛନ୍ତି ତାଙ୍କ ପାଇଁ ସେ ସିଟ୍ଟା ରଖାଯାଇଛି। ନିଶ୍ଚିତ ଭାବରେ ସେ ସିଟ୍ ସେମାନଙ୍କୁ ଖୁସିର ସହିତ ସେମାନେ ଅଫର କରିବା କଥା। ଆଗାମୀ ଦିନରେ ଆମର ଯୁବ ଗର୍ଜନ ତରଫରୁ ଆମେ ସମସ୍ତେ ନିଷ୍ପତ୍ତି ନେଇଛୁ ପ୍ରତ୍ୟେକ ଅଫିସକୁ ବୁଲାଯିବ। ଯେକୌଣସି ଲୋକର ସୁବିଧା ଅସୁବିଧା ପାଇଁ ସମସ୍ତ ଲୋକଙ୍କୁ ଆମେ ଆହ୍ୱାନ ଜଣାଇଛୁ ଯେ ସେମାନେ ନିଜର ଏରିଆର ଯୁବକ ମାନେ ଆସିକି ନିଜର ଏରିଆର ସମସ୍ୟା ବିଷୟରେ ଆମ ସାଙ୍ଗେ ଡିସ୍କସନ କରିବେ। ଆମେ ଚେଷ୍ଟା କରିବୁ 100% ଯେତିକି କାମ ଲୋକଙ୍କର ଆମ ପାଖକୁ ଆସିବ ଗ୍ରିଭେନ୍ସ ଯାହାର ପର୍ସନାଲ ଅସୁବିଧା ବି ହଉ, ସଂଗଠିତ ଭାବରେ ଯୋଉମାନଙ୍କର ଗ୍ରୁପରେ ବି ଅସୁବିଧା ହଉ କି ଘରରେ ଅସୁବିଧାରେ ବି ହୋଇଥାଉ, ଯୋଉ ଜାଗାରେ ଆମେ ସାହାଯ୍ୟ ସେମାନଙ୍କୁ କରିପାରିବୁ ନିଶ୍ଚିତ ଭାବରେ ଆମେ ଅଣ୍ଟା ଭିଡ଼ିଛୁ। ଯୁବକ ଗୋଷ୍ଠୀ ପୁରା ଅଣ୍ଟା ଭିଡ଼ିକି ଅଛନ୍ତି। ସମସ୍ତେ ନିଜର ଅଫିସକୁ ଆମେ ନିଜେ ଦରକାର ପଡ଼ିଲେ ଯିବୁ, କାମ ହାସଲ କରେଇକି ସେମାନଙ୍କୁ ନିଜର ହକଟା ଦେବାର ବ୍ୟବସ୍ଥା କରିବୁ। ସାର୍ ନମସ୍କାର ସାର୍, ମୁଁ ସମିତ ସଭ୍ୟ କାଙ୍କବାଡ଼ି ଗ୍ରାମ ପଞ୍ଚାୟତ ବିଷମ କଟକ ବ୍ଲକ। ଯୁବ ହଉଛି ଆମ ଭାରତର ଭବିଷ୍ୟତ। ଆମ ଦେଶ ଆଗକୁ ଉନ୍ନତ ବିକଶିତ ହଉ ବୋଲି ଆମେ ଚାହୁଁଛୁ, ତାହେଲେ ଯୁବକ ମାନେ ସକ୍ରିୟ ରହିବା ଦରକାର, ଯୁବକ ମାନେ ପୁରା ଆକ୍ଟିଭ ରହିବା ଦରକାର। ଆଉ ଯୁବକ ମାନେ ହିଁ ଆମ ସମାଜର ସବୁ ପ୍ରତ୍ୟେକ କାର୍ଯ୍ୟରେ ସେମାନେ ଯୋଗଦାନ ଦେବା ଦରକାର। ମୋ ନାଁ କରୁଣାକର ସୁନା, ଡାଲିଆକୁଜି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ। ଆଜି ଯୁବଗୋଷ୍ଠୀକୁ ନେଇକି ଆମେ ଯାହା ମତ ପ୍ରକାଶ କରିଛୁ, ସର୍ବପ୍ରଥମେ ଆଜିରେ ଯୋଉଟାକି ଥିଲା 3ଟା ଅଫିସ ବୁଲିକି ଆମେ ଯୁବଗୋଷ୍ଠୀ ତରଫରୁ ସମାବେଶ ଜଣେଇଛୁ। ଯୋଉଟା କି ଫାଷ୍ଟରେ ଥିଲା ଆମର ହସ୍ପିଟାଲ, ଦ୍ୱିତୀୟରେ ବ୍ଲକ, ତୃତୀୟରେ ଆମର ଯୋଉଟା ଅଛି ତହସିଲ କୋର୍ଟ। ଏ ଭିତରେ ବୁଲିକି ଆମେ ଯାହାର ଲୋକଙ୍କର ସମସ୍ୟା ରହିଛି ଏ ଭିତରେ ଆମେ ସବୁ ମିଶିକି କଥାବାର୍ତ୍ତା ହେଇଛେ। ଆଉ ଯୋଉମାନେ ଅଛନ୍ତି ସରକାରୀ କର୍ମଚାରୀ ମାନଙ୍କୁ ଆମେ ଅନୁରୋଧ କରିଛୁ ଯେ ଆଜିର ଦିନରେ ଯୋଉ ସମସ୍ୟା ଭୋଗୁଛନ୍ତି ଲୋକ, ସେ ଜିନିଷ ନିର୍ଦ୍ଧାରିତ ଭାବରେ ଠିକ ହେବା ଦରକାର। ନଚେତ୍ ଆଗାମୀ ପିଢ଼ିକୁ ଅସୁବିଧା ହବ। ତା ବାଦେ ଯଦି କିଛି ଅସୁବିଧା ହଉଛି ଏଇ ଯୁବ ଗୋଷ୍ଠୀ ସଂଘ ନେଇକରି ଆମେ ଅଫିସରେ ପଶିକି ଯାହା ନିଷ୍ପତ୍ତି ନେବା କଥା ନେବୁ କହିକି ଆମେ
ସୁଧାରିବା ପାଇଁ ଚେଷ୍ଟା କରିଛୁ।